दुर्गतिनाशिनीमभयदां सौदामिनीं सन्निभां सोलं भित्तिं च घण्टां धनुरपि कुलिशं सायकं खड्गखेटै हस्तै नित्यं दधाना मृगपतिरथरां चिन्त्यमानां मुनीन्द्रैः विश्वाद्यां भीमरूपां त्रिभुवनजननी पूर्वमस्तुते मंगलम। जय जगन्नाथ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ନକ୍ଷତ୍ର ବିଷୟରେ ସବୁ ଆଲୋଚନା କରୁଥିଲେ, ଅଶ୍ୱିନୀ, ଦ୍ୱିଜା ଆଉ କୃତ୍ତିକା, ଏ ତିନୋଟି ନକ୍ଷତ୍ର ବିଷୟରେ ଆମେ ଆଲୋଚନା କରିଛେ। ଆଜି 4 ନମ୍ବର ନକ୍ଷତ୍ରଟିକୁ ଯିବା, ଯାହାକି ମୁଁ ରଖିଛି ପାଠ 414 ଆଉ ଶୀର୍ଷକଟିର ନାଁ ହେଉଛି ରୋହିଣୀ ନକ୍ଷତ୍ର ବୃଷ ରାଶି। ଆପଣଙ୍କ ଜାତକରେ ଦେଖନ୍ତୁ ଲେଖା ହେଇଥିବ 4/2, ସେ ମଝିରେ କୁଣ୍ଡଳୀ ମଝିରେ ଲେଖା ହେଇଥିବ 4/2। ଆପଣ ଜାଣିବେ ଯେ ଆପଣଙ୍କର ରାଶି ନକ୍ଷତ୍ର ହେଉଛି ରୋହିଣୀ ନକ୍ଷତ୍ର ଆଉ ବୃଷ ରାଶି। ଏତିକି ବୋଲି ଆପଣ ଜାଣନ୍ତୁ। ବନ୍ଧୁଗଣ ଦେଖନ୍ତୁ, ରୋହିଣୀ ନକ୍ଷତ୍ର ବୃଷ ରାଶିଟି ହେଉଛି ଆମର ପରମ ଆରାଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ରାଶିଟି। ରୋହିଣୀ ନକ୍ଷତ୍ର ବୃଷ ରାଶି। ହଉ, ସେ ବିଷୟରେ ଆମେ ଯିବା, ଆଲୋଚନା କରିବା ଯେ ରୋହିଣୀ ନକ୍ଷତ୍ର ବିଷୟରେ କଣ ସବୁ ଆମେ ଜାଣିବା। ଏକରେ ଯେଉଁମାନେ 4 ନମ୍ବର ନକ୍ଷତ୍ର ଅର୍ଥାତ ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥାନ୍ତି, ସେମାନେ ଆପଣ ଜାଣିବେ ତାଙ୍କର ଦଶା ସ୍ୱାମୀ ହେଉଛନ୍ତି ଚନ୍ଦ୍ର ଗ୍ରହ। ଚନ୍ଦ୍ର ମହାଗ୍ରହ ହେଉଛନ୍ତି ତାଙ୍କର ଦଶା ସ୍ୱାମୀ। ଆଉ ଦଶା ଅବଧିଟି ହେଉଛି 10 ବର୍ଷ। ଚନ୍ଦ୍ର ଗ୍ରହ 10 ବର୍ଷ ଗୋଟିଏ ରାଶିରେ ଭୋଗ କରନ୍ତି। ଗୋଟିଏ ଦଶାରେ ତାଙ୍କର ଦଶା, ସମ୍ପୂର୍ଣ୍ଣ ଦଶାର ଅବଧିଟି ହେଉଛି 10 ବର୍ଷ। ଆଚ୍ଛା, ତାଙ୍କର ଦେବତା ହେଉଛନ୍ତି କିଏ? ପ୍ରଜାପତି ବ୍ରହ୍ମା, ଇଏ ହେଉଛନ୍ତି ତାଙ୍କର ଦେବତା। ଆଉ ରୋହିଣୀ ନକ୍ଷତ୍ର ଆମ ଶରୀରର କେଉଁ କେଉଁ ଅଙ୍ଗକୁ ପ୍ରଭାବିତ କରନ୍ତି? ମୁଖ୍ୟତଃ ମୁହଁ, ଜିଭ ଆଉ ବେକ, ଏ ତିନୋଟି ଜିନିଷକୁ ପ୍ରଭାବିତ କରନ୍ତି। ଆଚ୍ଛା, ରୋହିଣୀ ନକ୍ଷତ୍ରଟି ଦେଖିବାକୁ କୋଉ ଭଳିଆ? ରଥାକୃତି, ରଥ ଭଳିଆ ଦେଖିବା ପାଇଁ ରୋହିଣୀ ନକ୍ଷତ୍ର। ଆଉ ରୋହିଣୀ ନକ୍ଷତ୍ରରେ 4ଟି ଚରଣ ଥାଏ, ଅର୍ଥାତ 13 ଡିଗ୍ରୀ 20 ମିନିଟ୍ ସିଏ ରହନ୍ତି। ଆଉ 4ଟି ଚରଣ ସମ୍ପୂର୍ଣ୍ଣ ଭାବରେ ବୃଷ ରାଶିରେ, ଇଏ ଅଲଗା କୋଉ ରାଶିକି ଯିବେ ନାହିଁ। ଇଏ କେବଳ ସମ୍ପୂର୍ଣ୍ଣ 4ଟି ଯାଙ୍କ ପାଦ ବୃଷ ରାଶିର ଅନ୍ତର୍ଭୁକ୍ତ ହେଇଥାନ୍ତି। ଆଚ୍ଛା, ତାପରେ ବନ୍ଧୁଗଣ ଦେଖିବା ଶୁଭ ସଂଖ୍ୟାଟି କଣ? ନା ଶୁଭ ସଂଖ୍ୟା ହେଉଛି ସେମାନଙ୍କ ପାଇଁ 2। ଯଦି ଆପଣ ମୋବାଇଲ କିଣୁଛନ୍ତି କି କୌଣସି ଯେଉଁଥିରେ କି ଆପଣଙ୍କର ସଂଖ୍ୟା ଦରକାର ପଡୁଛି, ଅଙ୍କ ଲେଖିବାକୁ ପଡୁଛି, ସେଇ ଆପଣ ଜାଣନ୍ତୁ 2 ନମ୍ବର ସଂଖ୍ୟାଟି ଆପଣଙ୍କ ପାଇଁ ଶୁଭ ସଂଖ୍ୟା। ଅକ୍ଷରଟି କଣ? ବ, ବି, bu। ଯେଉଁମାନେ ରୋହିଣୀ ନକ୍ଷତ୍ରରେ ଜନ୍ମ ହେଇଥାନ୍ତି ତାଙ୍କର ନାଁଟି ଏଇ ଅକ୍ଷରରେ ବି ହେଇଥାଏ। ମୁଁ ଆଗରୁ କହିଛି, ସେ ବିଷୟରେ ଆଲୋଚନା କରିବା ନାହିଁ। ଆଉ ଇଂରାଜୀ ଅକ୍ଷର ବି, ଇଂରାଜୀ ଅକ୍ଷର ବି, ତା ମାନେ ହେଉଛି ଆପଣ ଯେଉଁଠାରେ କିଛି ନାଁ ଦେବାକୁ ଚାହୁଁଛନ୍ତି, ଆପଣଙ୍କ ଦୋକାନ ଘର ହଉ କି କୌଣସି ବାଣିଜ୍ୟିକ ପ୍ରତିଷ୍ଠାନ ହଉ, ଆପଣ ବି ଅକ୍ଷରରୁ ଆରମ୍ଭ କରିବେ, ଇଂରାଜୀ ବି ରୁ। ଆଚ୍ଛା, ତାହେଲେ ଦେଖନ୍ତୁ ରଙ୍ଗଟି ତାଙ୍କ ପାଇଁ କଣ କଣ ସବୁ ଶୁଭ? ନା ଧଳା ଆଉ ନୀଳ ରଙ୍ଗ। ଧଳା ରଙ୍ଗ ତାଙ୍କ ପାଇଁ ଶୁଭ, ନୀଳ ରଙ୍ଗ ବି ତାଙ୍କ ପାଇଁ ଶୁଭ। ଦିଗଟି କଣ? ଦକ୍ଷିଣ ଆଉ ବାୟୁ। ବାୟୁ କୋଣର ଅର୍ଥ ହେଉଛି ଉତ୍ତର ଦିଗ ଆଉ ପଶ୍ଚିମ ଦିଗର ମଧ୍ୟବର୍ତ୍ତୀ କୋଣ, ତାକୁ କହନ୍ତି ବାୟୁ କୋଣ। ଆଉ ଦକ୍ଷିଣ ଦିଗ କହିଲେ ଆପଣ ବୁଝିପାରୁଛନ୍ତି। ବୃକ୍ଷ ହେଉଛି ଜାମୁ ଗଛ। ଯେଉଁମାନଙ୍କର ରୋହିଣୀ ନକ୍ଷତ୍ର ବୃଷ ରାଶି, ସେମାନେ ଯଦି ତାଙ୍କର ବାଡ଼ିରେ ଜାମୁ ଗଛଟିଏ ଲଗେଇବେ, ତାହେଲେ ତାଙ୍କ ପାଇଁ ସେ ବହୁତ ଉପକାରୀ ସାବ୍ୟସ୍ତ ହେବେ।
ଆଉ ଯୋଉ ବିବାହ ମେଳକ ଦେଖାଯାଉଛି ସେ ହିସାବରେ ସିଏ ହଉଛନ୍ତି ସର୍ପ ଯୋନିର ଅନ୍ତର୍ଭୁକ୍ତ। ଆଉ ଗଣ ଗଣ ହେଲା ତାଙ୍କର ମନୁଷ୍ୟ ଗଣ, ଆଉ ନାଗନାଡିରେ ନାଡିଟି ହେଲା ତାଙ୍କର ମଧ୍ୟ ନାଡି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଏଇ ପ୍ରକାର ଜିନିଷ ଗୁଡିକ ଆମେ ଯୋଉ ଜାଣିଲେ, ଇଏ ରୋହିଣୀ ନକ୍ଷତ୍ର ବୃଷ ରାଶି ଯେଉଁମାନଙ୍କର, ଇଏ ତାଙ୍କରି ପାଇଁ ହିଁ ଜିନିଷଟି କୁହାଯାଇଛି। ଆଉ ଏବେ ଦେଖିବା ସେମାନେ କି ବୃତ୍ତିରେ ବେଶୀ ପାରଙ୍ଗମ ଲାଭ କରିଥାନ୍ତି ବା ତାଙ୍କୁ ଭଲ ଲାଗିଥାଏ ସେଇ ବୃତ୍ତିଟି, ଯେଉଁ ବୃତ୍ତିକି କଲେ ସେ ସୁନାମ ଅର୍ଜନ ବି କରିଥାନ୍ତି। ସାଧାରଣତଃ ଯେଉଁମାନେ ରୋହିଣୀ ନକ୍ଷତ୍ର ବୃଷ ରାଶିରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ଭଲ କଳାକାରଟିଏ ହେଇଥାନ୍ତି। ଉଦାହରଣ, ଗାଇବା କି ନାଚ କରିବା କି କୌଣସି ବାଦ୍ୟ ବାଦନ କରିବା। ତେଣୁ ସଙ୍ଗୀତ ପ୍ରତି ତାଙ୍କର ବହୁତ ରୁଚି ଥାଏ। ଆଉ ସେମାନେ ଭାରି ମନୋରଞ୍ଜନ ପ୍ରିୟ ମଧ୍ୟ। ଅନ୍ୟମାନଙ୍କର ମନୋରଞ୍ଜନ କରାଇବାରେ ସେ ବହୁତ ଧୂର୍ତ୍ତ। ଆଉ ସେମାନେ ରତ୍ନ ଶାସ୍ତ୍ରୀ ବି ହେଇଥାନ୍ତି। ଆଉ ଯେତେ ପ୍ରକାର ଟୁର ସମ୍ବନ୍ଧୀୟ କାମ, ତାର ଅର୍ଥ ଭ୍ରମଣ ସମ୍ବନ୍ଧୀୟ ଯେତେ କାମ ଅଛି ସେଗୁଡ଼ିକ ମଧ୍ୟ ସିଏ କରିପାରିବେ। ଆଉ ଡେକୋରେଟର, ଫ୍ୟାସନ ଡିଜାଇନର, ଆଉ ତାପରେ ଲକ୍ଜୁରିୟସ୍ ଲାଇଫ ସେମାନେ ଯିବା ପାଇଁ ଭାରି ଭଲ ପାଆନ୍ତି। ଆଉ ଜିମ୍ ଯଦି ସେମାନେ କୌଣସି ପ୍ରତିଷ୍ଠାନ କରନ୍ତି ତାହେଲେ ସେମାନଙ୍କର ମଧ୍ୟ ସେମାନେ ଭଲ କରିପାରନ୍ତି। ଆଉ ଯେତେ ପ୍ରକାର ମ୍ୟାନେଜମେଣ୍ଟ ଅଛି ସେଇଭଳିଆ କୋର୍ସ ଯଦି ସେମାନେ କରନ୍ତି ତାହେଲେ ତାଙ୍କର ଜୀବନରେ ତାଙ୍କୁ ବହୁତ ସଫଳତାଟିଏ ମିଳେ। ମୁଖ୍ୟତଃ କୃଷି, ଆଉ ସେମାନେ ସାଇଣ୍ଟିଷ୍ଟ ମଧ୍ୟ ହେଇଥାନ୍ତି। ଆଉ ବିୟୁଟି ପାର୍ଲର ବି କରନ୍ତି, ଆଷ୍ଟ୍ରୋଲୋଜି କାମ ବି କରନ୍ତି। ଆଉ ତାଙ୍କର ସ୍ୱଭାବ ହେଉଛି କ'ଣ, ସେ ସମସ୍ତଙ୍କ ସାଙ୍ଗରେ ମିଶିଯିବା ଗୁଣଟିଏ ତାଙ୍କର। ଉଦାହରଣ, ରୋହିଣୀ ନକ୍ଷତ୍ର ବୃଷ ରାଶି, ସେ ଗୋଟେ ବିଳାସପୂର୍ଣ୍ଣ ରାଶି। ସେମାନେ ନିଜେ ଭଲରେ ରହିବାକୁ ଚାହାନ୍ତି ଆଉ ଅନ୍ୟକୁ ବି ଭଲରେ ରଖିବାକୁ ଚାହାନ୍ତି। ତାଙ୍କର ପ୍ରିନ୍ସିପଲଟି ହେଉଛି ଏଇଆ, ଅନ୍ୟମାନଙ୍କୁ ଭଲରେ ରଖିବାକୁ ଚାହାନ୍ତି ଆଉ ନିଜେ ବି ଭଲରେ ରହିବାକୁ ଚାହାନ୍ତି। ଆଉ ଯଦି କେହି ତାଙ୍କ ପ୍ରତି ସେଇଥିରେ ବାଧା ସୃଷ୍ଟି କରେ ସିଏ ତାକୁ କଳ ବଳ କୌଶଳ ସବୁ ଜିନିଷ ବ୍ୟବହାର କରି ତାକୁ ପ୍ରତିହତ କରନ୍ତି। ଶତ୍ରୁକୁ ଇଏ ରଖେଇ ଦିଅନ୍ତି ନାହିଁ। ଶତ୍ରୁ ନାଶକାରୀ ଏମାନେ ହେଇଥାନ୍ତି। ଶତ୍ରୁକୁ ନାଶ କରନ୍ତି, କିନ୍ତୁ ଯୁଦ୍ଧ କରିକିରି ନୁହଁ, କଳେ ବଳେ କୌଶଳେ, ହାତରେ ନ ମାରି ଭାତରେ ମାରିବାଟା। ତେଣୁ ଏଇ ପ୍ରବୃତ୍ତିର ଲୋକମାନେ ଏମାନେ କ'ଣ ହେଇଥାନ୍ତି ନା ସାରା ଜୀବନ ନିଜେ ସୁଖରେ ରହିବାକୁ ଚାହାନ୍ତି, ଅନ୍ୟାୟକୁ ବରଦାସ୍ତ କରନ୍ତି ନାହିଁ। କିନ୍ତୁ ଅନ୍ୟାୟର ପ୍ରତିଶୋଧ ସେ ସାଙ୍ଗେ ସାଙ୍ଗେ ନିଅନ୍ତି ନାହିଁ। ସେ କ'ଣ କରନ୍ତି, ଆଗ ତାକୁ ବୁଝେଇବାକୁ ଚେଷ୍ଟା କରନ୍ତି, ବହୁ ଜିନିଷ ବୁଝେଇବାକୁ ଚେଷ୍ଟା କରନ୍ତି। ତା ସତ୍ତ୍ୱେ ଯଦି ଲୋକଟିଏ ନ ବୁଝେ ତାହେଲେ ସେ ତା ପ୍ରତି ଆକ୍ସନ ନିଅନ୍ତି। ତାହେଲେ ରୋହିଣୀ ନକ୍ଷତ୍ର ବୃଷ ରାଶି, ଏମାନେ ଯେହେତୁ ମନୁଷ୍ୟ ଗଣ, ଏମାନେ କ'ଣ କରନ୍ତି, ମାନବୋଚିତ କର୍ମ କରିବାକୁ ଭଲ ପାଆନ୍ତି। ଆଉ ସବୁବେଳେ କର୍ମ କରିବାକୁ ଏମାନେ ଭଲ ପାଆନ୍ତି। ଇଏ କେବେ କୌଣସି ବସି ଖାଇବାକୁ ଆଙ୍କୁ ଭଲ ଲାଗେ ନାହିଁ। ଏମାନେ ରାଜକପାଳି ହେଇଥାନ୍ତି। ତା ମାନେ ତାଙ୍କୁ କୁହନ୍ତି ଗଜ କପଳ, ଯାହାକୁ କୁହାଯାଏ, ତା ମାନେ ହେଉଛି ଭାଗ୍ୟବାନ ବହୁତ ହେଇଥାନ୍ତି। ଆଉ ବକ୍ର ଚକ୍ଷୁ ତାଙ୍କ ଆଖିଟି ସୁନ୍ଦର ହେଇଥାଏ। ସେ ବିଭିନ୍ନ ଆଡକୁ ଆଖିଟିକି ଖେଳେଇ ପାରନ୍ତି। ଆଖିଟି ସାଧାରଣତଃ ରକ୍ତ ବର୍ଣ୍ଣ ବି ହେଇଥାଏ। ଆଉ ଏମାନେ ମୁଖ୍ୟତଃ ଗୌର ଦେହୀ ହେଇଥାନ୍ତି, ଶ୍ୟାମଳ ବର୍ଣ୍ଣ ବି ହେଇଥାନ୍ତି। ଆଉ ସବୁବେଳେ ହସ ହସ ବଦନ ହେଇଥାନ୍ତି। ସବୁବେଳେ ଖୁସିରେ ରହିବା ପାଇଁ ଭଲ ପାଆନ୍ତି, କିନ୍ତୁ ଅନ୍ୟକୁ ବି ଖୁସିରେ ରଖିବା ପାଇଁ ଭଲ ପାଆନ୍ତି। ଆଉ ସବୁବେଳେ ଆନନ୍ଦିତ ସିଏ ଥାଆନ୍ତି। ଦୁଃଖେରାମ ନା ସୁଖେରାମ, ତା ଅର୍ଥ ସେମାନେ ବହୁତ ଭଲ ବ୍ୟବହାର ଜାଣନ୍ତି। ଲୋକଙ୍କର ମନକୁ କିଣିଲା ଭଳିଆ କଥାଟିଏ ସେ କହିଦିଅନ୍ତି। ଯିଏ ତାଙ୍କ ସାଙ୍ଗରେ ଥରେ କଥାବାର୍ତ୍ତା ହେଲା ସିଏ ତାଙ୍କୁ ମନେ ରଖିଥାଏ। ତା ମାନେ ଆଉ ଏମାନେ ଆମ ବାତ ଦେହି ବି ହେଇଥାନ୍ତି, ସ୍ଥୂଳକାୟ ହେଇଥାନ୍ତି, ବେଶୀ ମୋଟା ଲୋକ ବି ଥାନ୍ତି। ଆଉ ବେଳେ ବେଳେ ସେ କ'ଣ କରନ୍ତି, ଗର୍ବ ବି କରନ୍ତି। ଏଇଟା ହେଉଛି ତାଙ୍କର ମାଇନସ ଗୁଣ।
ଗର୍ବ କରିବା, କାହିଁକିନା ଗର୍ବ କାହାରି ରହେ ନାହିଁ। ଗର୍ବ ନିଶ୍ଚିତ ଭାବରେ ଖର୍ବ ହେଇଯାଏ, କାହାରି ଗର୍ବ ରହେ ନାହିଁ। ଭଗବାନ କହିଛନ୍ତି ମୁଁ ସବୁ ସହିବି, ଗର୍ବ ସହିବି ନାହିଁ। ତେଣୁ ଏଇଟା ହଉଛି ତାଙ୍କର ମାଇନସ ଗୁଣ। ଆଉ ମୁଖ୍ୟତଃ ଏମାନେ ସୁନ୍ଦର ଚେହେରାର ବି ଅଧିକାରୀ ହେଇଥାନ୍ତି, ବହୁତ ଜନପ୍ରିୟ ହେଇଥାନ୍ତି, ତାଙ୍କୁ ବହୁତ ଲୋକ ଚିହ୍ନନ୍ତି, ବହୁତ ଲୋକ ଜାଣନ୍ତି ପଜିଟିଭଲି। ଆଉ ବେଳେ ବେଳେ ଏମାନେ ରାଗି ବି ଯାଆନ୍ତି, କ୍ଷଣ କପି ରାଗି ଯାଆନ୍ତି କିନ୍ତୁ ଆକ୍ସନ ନିଅନ୍ତି ନାହିଁ। ଆଚ୍ଛା, ତାପରେ ଏମାନେ ସୁଖ ଭୋଗ କରିବା ପାଇଁ ବହୁତ ଭଲ ପାଆନ୍ତି, ବିଳାସ ବ୍ୟସନରେ ରହିବା ପାଇଁ ଭଲ ପାଆନ୍ତି, ବହୁତ ଗାଡ଼ି ମଟର ଚଢ଼ିବା ପାଇଁ ଭଲ ପାଆନ୍ତି, ନିଜର ଶରୀରକୁ ସଜେଇ ରଖିବା ପାଇଁ ଭାରି ଭଲ ପାଆନ୍ତି। କୋଉଠୁ ବାଳରୁ କଲର ଟିକେ ଛାଡ଼ିଗଲା, କଲର ଟିକେ ଲଗେଇ ଦିଅନ୍ତି ସାଙ୍ଗେ ସାଙ୍ଗେ। ଆଉ ଏମାନେ ମାନି ବି ହେଇଥାନ୍ତି, ବହୁତ ମାନ ସମ୍ମାନର ଅଧିକାରୀ ଏମାନେ ନିଜକୁ ବି ଭାବନ୍ତି ଆଉ ନିଜେ ହେଇ ବି ଥାନ୍ତି। ତାଙ୍କୁ କିଏ ଅସମ୍ମାନ କଲେ ସେ ସହିପାରନ୍ତି ନାହିଁ। ଆଉ ଲକ୍ଷ୍ମୀ ଯୁକ୍ତ ହେଇଥାନ୍ତି ଏଇ ପ୍ରବୃତ୍ତିର ଲୋକମାନେ। ଏମାନେ କ'ଣ ହେଇଥାନ୍ତି, ତାଙ୍କ କାନ୍ଧରେ ଲକ୍ଷ୍ମୀ ଥାଏ, ଲକ୍ଷ୍ମୀ ତାଙ୍କୁ କେବେ ଛାଡ଼ିକିରି ଯାଆନ୍ତି ନାହିଁ। ଆଉ ଯାଇ ମନ୍ଦା ଚିହ୍ନ ତାଙ୍କ ଦେହରେ ବି ଥାଏ। ଏମାନେ ଆଜନ୍ମ ସୁଖୀ, ପିଲାଟି ଦିନରୁ ଆରମ୍ଭ କରି ଯେତେ ଦିନ ତାଙ୍କର ଜୀବନ କାଳର ଅବଧି, ସିଏ ସେଦିନ ପର୍ଯ୍ୟନ୍ତ ମଧ୍ୟ ସୁଖରେ ରହିବା ପାଇଁ ଭଲ ପାଆନ୍ତି। ଆଉ ବନ୍ଧୁଗଣ, ଯିଏ ସୁଖରେ ରହିବା ପାଇଁ ସବୁବେଳେ ଭଲ ପାଏ ଆଉ ଚିନ୍ତା କରେ ମୁଁ କେମିତି ସୁଖରେ ରହିବି, ନିଜେ ଭାବିଲେ ଖାଲି ହୁଏ ନା ବନ୍ଧୁଗଣ। ଆପଣ ଅନ୍ୟମାନଙ୍କୁ ଦୁଃଖ ଦେଇ ନିଜେ କେବେ ସୁଖରେ ରହିପାରିବେ ନାହିଁ, ସେଇଟା ବି ବୁଝନ୍ତୁ। ତେଣୁ ଅନ୍ୟମାନଙ୍କୁ ସୁଖରେ ରଖି ଯଦି ଆପଣ ସୁଖୀ ହେବେ, ତାହେଲେ ଆପଣ ବହୁତ ଭଲ ରହିବେ। କୁଳନାୟକ ହେଇଥାନ୍ତି, ବଂଶର ଗୋଟେ ମୁଖ୍ୟ ଲୋକ ସେମାନେ ହେଇଥାନ୍ତି। ଆଉ ଏମାନେ ସବୁଥିରେ ମିଳିମିଶିକିରି ଚଳିବା ଲୋକ ହେଇଥାନ୍ତି। ଖରାପ ଲୋକ ସାଙ୍ଗରେ ବି ସାଙ୍ଗ, ଭଲ ଲୋକ ସାଙ୍ଗରେ ବି ସାଙ୍ଗ। କିନ୍ତୁ ଏମାନେ ଯେମିତି ସାରୁ ପତ୍ରରେ ପାଣି ପଡ଼ିଲା ଭଳିଆ ସମ୍ପର୍କଟି ରଖିଥାନ୍ତି। ତା ଅର୍ଥ ସାରୁ ପତ୍ରରେ ପାଣି ପଡ଼ିଛି କିନ୍ତୁ ସେ ପତ୍ର ଦେହରେ ପାଣି ଲାଗୁନାହିଁ। ଆଉ ଗଭୀର ବୁଦ୍ଧି ହେଇଥାଏ। ଆଉ ବେଳେ ବେଳେ ଇଏ କ'ଣ କରନ୍ତି ନା ଶତ୍ରୁ କ୍ଷୟକାରୀ ହେଇଥାଏ। ଇଏ ସବୁବେଳେ ଚାହାନ୍ତି ଯେ ତାଙ୍କର କୌଣସି ଲୋକ ଶତ୍ରୁ ହେଇକରି ନ ରହୁ। ରାଜପ୍ରିୟ ହେଇଥାନ୍ତି, ଅର୍ଥାତ୍ ରାଜପ୍ରିୟର ଅର୍ଥ ହେଉଛି ଆଜିକାଲିକା ଯୁଗରେ ଯେଉଁମାନେ ଅଫିସର ଅଛନ୍ତି, ଯେଉଁମାନେ କର୍ମଚାରୀ ଅଛନ୍ତି, ତାଙ୍କ ସାଙ୍ଗରେ ବି ଆଙ୍କର ସମ୍ପର୍କଟି ଥାଏ। ଆଉ ଇଏ ବହୁ ଶାସ୍ତ୍ରବିଧି ହେଇଥାନ୍ତି, ବହୁତ ପ୍ରକାର ଜ୍ଞାନ ଅର୍ଜନ କରିଥାନ୍ତି, ତାଙ୍କର ପ୍ରାକ୍ଟିକାଲ ଜ୍ଞାନଟି ବେଶୀ ଥାଏ। ଆଉ କ୍ଷମାଶୀଳ ହେଇଥାନ୍ତି। ଦେଖନ୍ତୁ, ତାଙ୍କର ଦଣ୍ଡ ଦବାର ଶକ୍ତି ବି ଅଛି, କ୍ଷମା କରିବାର ଶକ୍ତି ବି ଅଛି। ମୁଁ ଆଗରୁ କହିଛି, ଦଣ୍ଡିବା ଶକ୍ତି ଯାହାର ଥାଏ ସେ ପୁଣି କ୍ଷମା ଆଚରଇ। ଯାହାର ଦଣ୍ଡ ଦବାର କ୍ଷମତା ଅଛି ସେଇ ହିଁ କ୍ଷମା ଦେଇପାରେ, ଅଲଗା ଲୋକ କ୍ଷମା ଦେଇପାରିବନି। ଆଉ ଅନ୍ୟ ଦ୍ରବ୍ୟରେ ଶ୍ରଦ୍ଧା କରିଥାନ୍ତି ଏମାନେ, ପର ଦ୍ରବ୍ୟରେ ଶ୍ରଦ୍ଧା, ନିଜ ଦ୍ରବ୍ୟ ବି ଶ୍ରଦ୍ଧା, ପର ଦ୍ରବ୍ୟରେ ବି ଶ୍ରଦ୍ଧା। ଅନ୍ୟର କୌଣସି ଜିନିଷ ଗୋଟେ ଯଦି ଏମାନେ ଦେଖିଲେ ସେଇଭଳିଆ ଜିନିଷ ଗୋଟେ ଘରକୁ ଆଣିବା ପାଇଁ ଚାହାନ୍ତି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ତେଣୁ ଯେଉଁମାନେ ରୋହିଣୀ ନକ୍ଷତ୍ର ବୃଷ ରାଶିର ଲୋକ ହେଇଥାନ୍ତି, ଏମାନେ କ'ଣ କରନ୍ତି, ମୁଖ୍ୟତଃ ଏଇ ପ୍ରକାର ଜୀବନ ଯାପନ କରନ୍ତି ଯେଉଁଥିରେ କି ସେ କାଦୁଅରେ ପଶନ୍ତି ନାହିଁ କି ଗୋଡ଼ ଧୁଅନ୍ତି ନାହିଁ। ତା ଅର୍ଥ ହେଉଛି ଏଇଆ। କିନ୍ତୁ ଅନ୍ୟାୟ ସହନ୍ତି ନାହିଁ। ଆଉ ତାଙ୍କର ଯଦି ମାନ ସମ୍ମାନ ହାନି ହେଲା, ସିଏ ତାକୁ ମୋଟେ ବରଦାସ୍ତ କରିପାରିବେ ନାହିଁ। ତେଣୁ ବନ୍ଧୁଗଣ ଦେଖନ୍ତୁ, ଯେଉଁମାନେ ରୋହିଣୀ ନକ୍ଷତ୍ର ବୃଷ ରାଶି ଅଛନ୍ତି ସେମାନଙ୍କର ସବୁ ଗୁଣ ଭଲ, କିନ୍ତୁ ବେଳେ ବେଳେ ସେମାନେ ରାଗି ଯାଆନ୍ତି, ରାଗିକିରି କିଛି ଗୋଟେ କାର୍ଯ୍ୟ କରି ପକାନ୍ତି। ତେଣୁ ସେଇ ପ୍ରକାର ଗୁଣ, ଆଉ ପର ଜିନିଷକୁ କୌଣସି ଜିନିଷ ଦେଖିକରି ଆମେ ସେଇଭଳିଆ ଜିନିଷଟିଏ ଆଣିବା ନାହିଁ, ସେଇଟା ଠିକ ଗୁଣ ନୁହଁ। ଆପଣଙ୍କର କ'ଣ ଦରକାର ଆପଣ ନିଅନ୍ତୁ, କାହାର କ'ଣ ଦରକାର, କାହାର ବନ୍ଧୁକଟିଏ ଦରକାର, ସିଏ କିଣିକି ନେଇଛି ବୋଲି କ'ଣ ମୁଁ ଘରକୁ ବନ୍ଧୁକଟିଏ କିଣିକି ଆଣିବି ନା। ତେଣୁ ସିଏ ଯାହା ନିଜ ହିସାବରେ କରନ୍ତୁ, ତାହେଲେ ନିଶ୍ଚିତ ଭାବରେ ଆପଣ ଭଲରେ ରହିପାରିବେ। ଆଉ ଆପଣଙ୍କ ବାଡ଼ିରେ ଯଦି ଜାମୁକୋଳି ଗଛଟିଏ ଲଗେଇ ପାରିବେ, ତାହେଲେ ଆପଣଙ୍କ ପାଇଁ ବହୁତ ଭଲ ସାବ୍ୟସ୍ତ ହେବ, ଆପଣଙ୍କର ବାସ୍ତୁ ଦୋଷ ବି ସୁଧୁରିଯିବ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଆମେ ଆଜି ଆଲୋଚନା କଲେ ରୋହିଣୀ ନକ୍ଷତ୍ର ବୃଷ ରାଶି ବିଷୟରେ। ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆଉ ଏତିକିରେ ରହିଲି ବନ୍ଧୁଗଣ,
ଜୟ ଜଗନ୍ନାଥ।